ଅପର୍ଣ୍ଣା ଆଶ୍ରମର ପ୍ରଥମ ବାର୍ଷିକ ଉତ୍ସବ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତ କଟକିଣା ସ୍ଥିତ ଅପର୍ଣ୍ଣା ଆଶ୍ରମର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ପ୍ରଥମ ଦିନ ଅପଣ୍ଡା ସ୍ଥିତ କୁଣ୍ଡ ପୁଷ୍କରିଣୀରୁ 9 ଗୋଟି କଳସ ଘଟ ଉତ୍ତୋଳନ କରାଯାଇ ସ୍ଥାପନ କରାଯାଇ ଯଥା ରୀତି ଅନୁଯାୟୀ ପୂଜକ କୁଳମଣି ମିଶ୍ର, ରାମକୃଷ୍ଣ ମିଶ୍ର, ତରୁଣୀ ସେନ ପଣ୍ଡା, ଶରତ କୁମାର ପଣ୍ଡାଙ୍କ ଦ୍ୱାରା ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି ପ୍ରଥମ ବାର୍ଷିକ ଉତ୍ସବକୁ ବନ୍ତ ଏବିଡିଓ ନିଶିକାନ୍ତ ଖୁଣ୍ଟିଆ ସ୍ଥାନୀୟ ସରପଞ୍ଚ ଉଦ୍ଘାଟନ କରିବା ସହିତ ସୈନ୍ୟସ୍ଥିନୀ ମାତା ଅପର୍ଣ୍ଣାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଯୋଗ ଦେଇଥିବା ଏବିଡିଓ ନିଶିକାନ୍ତ ଖୁଣ୍ଟିଆ, ସରପଞ୍ଚ ଅଶୋକ କୁମାର ସାହୁ, ସନ୍ଥ ଆଦିତ୍ୟ ଦାସ, ଗିରିଧାରୀ ଗୋପାଳ, ରବୀନ୍ଦ୍ର ଦାସ, ମହାରାଜ ବାବା, ପିଣ୍ଟୁ ବାବା, ଜଗଜୀବନ ଦାସ, ଆତହ ବାବା, ପ୍ରଫୁଲ୍ଲ ବାବାଙ୍କୁ ଆଶ୍ରମ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା। ସନ୍ଧ୍ୟାରେ ନାମ ସଂକୀର୍ତ୍ତନ ସହିତ ଭଜନ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଥିଲା। ସଭାପତି ବିଜୟ କିଶୋର ପ୍ରଧାନ, ଉପସଭାପତି ହରେକୃଷ୍ଣ ପାଣିଗ୍ରାହୀ ଏବଂ ସମ୍ପାଦକ ପୀତବାସ ପ୍ରଧାନଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରବିନାରାୟଣ ମହାନ୍ତି, ସନ୍ତୋଷ କୁମାର ପାଢ଼ୀ, କାଶୀନାଥ ରାଉତ, ରାଧାକାନ୍ତ ମହାନ୍ତି, କପିଳ ପ୍ରଧାନ, ଚତୁର୍ଭୁଜ ନାୟକ, ବିଶ୍ୱନାଥ ରାଉତ, ରଞ୍ଜନ କୁମାର ପ୍ରଧାନ, ନିରୁପମା ପ୍ରଧାନ, ବୈଦେହୀ ରାଉତ, ଲକ୍ଷ୍ମୀଧର ମହାନ୍ତି, ଚିତ୍ତରଞ୍ଜନ ନାୟକ, ପୂର୍ଣ୍ଣିମା ମହାନ୍ତି, ନିନି ପାଢ଼ୀ, ନରେନ୍ଦ୍ର କୁମାର ପ୍ରଧାନ, ବାଦଲ ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଭଦ୍ରକରୁ ରମେଶ ଚନ୍ଦ୍ର ପତିଙ୍କ ରିପୋର୍ଟ, ସମ୍ଭବ ଟାଇମ୍ସ। मो कुमार रविनारायण दास, मो आश्रम पंचसखा भगवती सेवाश्रम गंजाम भद्रक। मु जो आमंत्रित है अपर्णा देवी जो आश्रम को आसली, हिंदू धर्मर महान परिचय दृष्टि जो पीतवास प्रधान अपर्णा देवी पुत्र मातृ उद्देश्य जो पुत्र हिसाब से कर्म कले, बोधे हिंदू संस्कृतिर गोटे मार्गदर्शनर पथ हेब अन्य मानक पाई। तेणु एठारे दूर दूरांतर बहुत साधुसंत विज्ञ एठी पहुँची तांको सहयोग प्रदान कले। हरेकृष्ण पाणिग्राही अपर्णा आश्रम मु उपसभापति भाव दायित्व निर्वाह करुच्ची। आज अपर्णा आश्रम प्रतिष्ठार आज प्रथम उत्सव आम प्रत्येक वर्ष जनवरी मास 21 तारिख दिन आम पालन कर आसु। गला वर्ष जनवरी 21 तारिख दिन प्राण आश्रम प्राण प्रतिष्ठा होता। गोपाल अच्छा एवं बाबा अच्छा जड़े ये अंचल जड़े सुनामधन्य पूजक श्री कुलमणि मिश्र से पूजा दायित्व अच्छा। आश्रम कार्य सुचारू रूपे संपादित होउची। ये आश्रम उद्देश्य है ये एक आध्यात्मिक परिवेश सृष्टि करवा, जे पितृपूजन मातृपूजन ये को परिप्रकाश करने।